ରାଜ୍ୟରେ ଛାତ୍ରୀମାନଙ୍କୁ ଅସଦାଚରଣ, ଗଣଦୁଷ୍କର୍ମ, ହତ୍ୟା ଭଳି ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ବିଜେପି ସରକାର ନୀରବ ଦ୍ରଷ୍ଟା ବୋଲି ଅଭିଯୋଗ କରିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ। ବିଜେପି ସରକାର କ୍ଷମତାକୁ ଆସିବା ପରଠାରୁ ରାଜ୍ୟର ଆଇନ ଜନଶୃଙ୍ଖଳା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଛି। ଯୁବତୀମାନଙ୍କୁ ଅସଦାଚରଣ, ଗଣଦୁଷ୍କର୍ମ, ଅପହରଣ ଓ ହତ୍ୟା ଘଟଣା ପ୍ରତିଦିନ ଖବରକାଗଜରେ ପ୍ରକାଶିତ ହେଉଛି। ଏଥିନିମନ୍ତେ ଜୟପୁର ସହରରେ ରାଜ୍ୟବ୍ୟାପୀ ନାରୀ ନିର୍ଯାତନା ବିରୁଦ୍ଧରେ ଆଜି ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟବ୍ୟାପୀ ଛାତ୍ର ଆନ୍ଦୋଳନ ବିକ୍ରମ ଦେବ ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ 26 ନମ୍ବର ଜାତୀୟ ରାଜପଥରେ ରାସ୍ତା ରୋକ କରି ଗୋପାଳପୁର ଛାତ୍ରୀ ଗଣଦୁଷ୍କର୍ମ ବଢ଼ୁଥିବା, ମହିଳା ନାରୀ ନିର୍ଯାତନା, ମହିଳା ନିଖୋଜ, ମହିଳାମାନଙ୍କ ହେଉଥିବା ବିରୁଦ୍ଧରେ ଏକ ଆନ୍ଦୋଳନ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ନେତାମାନେ ତଥା ବିଜେଡି ନଗର ସଭାପତି ହରପ୍ରସାଦ ମିଶ୍ର, ବାଲା ରାୟ, ଅର୍କୁଲା ଶ୍ରୀନିବାସ ରାଓ, ତାପସ ପଣ୍ଡା, ସୁବ୍ରତ ବାଗ, ଶିବା ଖଣ୍ଡପାଣି, ଆଶିଷ ପଣ୍ଡା, ଚାନ୍ଦୁ, ବାପି ପଣ୍ଡା, ରାଜା ପାଢ଼ୀ, ମଧୁ ରେଡ୍ଡି, ଚିକେନ ପଣ୍ଡା, ନରି ବୀରେନ୍ଦ୍ର ସାଗର ପ୍ରମୁଖ ଉପସ୍ଥିତ ରହିଥିଲେ। ଜୟପୁରରୁ କୋରାପୁଟ ଜିଲ୍ଲା ପ୍ରତିନିଧି କୃଷ୍ଣ ଖରାଙ୍କ ରିପୋର୍ଟ, G9 ଓଡ଼ିଆ।